ତାର 13 ପଦ, ଉପଦେଶକ ତାର 12 ଅଧ୍ୟାୟ ତାର 13 ପଦ ପଢି ଦିଅନ୍ତୁ। ଉପଦେଶକ ଶୁଣି ପାରୁଛନ୍ତି? ଆଜ୍ଞା, ଶୁଭା ଯାଉଛି। ତାକୁ ଏପରି ଲେଖିଥାଏ, ସାର କଥା ଏହି, ସବୁ ଶୁଣା ଯାଇଅଛି, ପରମେଶ୍ୱରଙ୍କୁ ଭୟ କର, ତାହାଙ୍କର ଆଜ୍ଞା ସବୁ ପାଳନ କର, କାରଣ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ କର୍ମ। ଆମେନ୍। ଆମେନ୍। ଆମେ ମାନେ ପୁସ୍ତକର ନାଁ ହଉଛି ଉପଦେଶକ। ତାର ଅରିଜିନାଲ ଯଦି ଆମେ ଟେକ୍ସଟ କୁ ଯଦି ଯିବା, ଯଦି ଗ୍ରୀକ କୁ ଯିବା বা ହିବ୍ରୁରେ ଯଦି ଦେଖିବା ବୋଲେ କୋହେଲେତ ବୋଲି ଅଛି। କୋହେଲେତ ତାର ଶବ୍ଦଟା ହଉଛି କୋହେଲେତ। କୋହେଲେତ ର ଅର୍ଥ ହଉଛି ପ୍ରିଚର, ଯେ ପ୍ରଚାର କରେ, ଯେ ଶିକ୍ଷା ଦିଏ, ତାକୁ କୋହେଲେତ ବୋଲି କୁହାଯାଏ। ହେଲେ ଏଇଠି ଆମେ ଦେଖୁଛୁ ଯେ ସୋଲୋମନ ରାଜା ସେ ପ୍ରଚାରକ বা ଶିକ୍ଷକ, ଆଉ ମାନେ କଂଗ୍ରିଗେସନ ଟା ହଉଛି ଇସ୍ରାଏଲ ଲୋକମାନେ। ଆଉ ଇସ୍ରାଏଲ ଲୋକମାନଙ୍କୁ ସେ କଣ କରନ୍ତି? ଗୋଟେ ଉପଦେଶ ଦିଅନ୍ତି, ଆଉ ଇସ୍ରାଏଲ ଲୋକମାନଙ୍କୁ କିଛି ଶିକ୍ଷା ଦିଅନ୍ତି। ଆଉ ସୋଲୋମନ ରାଜା ଅନେକ ସମୟରେ ଯଦି ଆମେ ଦେଖିବା ବୋଲେ ଅନେକ ବାଇବେଲ ବିଦ୍ୱାନ ମାନେ ସେମାନେ କହନ୍ତି, ଆଉ ବାଇବେଲ ଯୋଉ ମାନେ ମୁଖ୍ୟ 3ଟି ପୁସ୍ତକ, ଗୋଟେ ହଉଛି ହିତୋପଦେଶ, ଆଉ ଗୋଟେ ହଉଛି ଉପଦେଶକ, ଆଉ ଗୋଟେ ହଉଛି ପରମ ଗୀତ। ଏଇ ଯୋଉ 3ଟି ପୁସ୍ତକ ଯୋଉ ସୋଲୋମନ ରାଜା ଲେଖିଲେ, ଆଉ ଅନେକ ବାଇବେଲ ବିଦ୍ୱାନ ମାନେ ସେମାନେ କହନ୍ତି ଯେ ପରମ ଗୀତ ତା ଶବ୍ଦଟା ମାନେ ପରମ ଗୀତ ପୁସ୍ତକଟା ଯେତେବେଳେ ସେ ଯୁବା ଥିଲେ ଆଉ ସେଇ ସମୟରେ ସେ ଲେଖିଲେ ବୋଲିକରି କହନ୍ତି। ଆଉ ହିତୋପଦେଶଟା ତାଙ୍କର ମଧ୍ୟବର୍ତ୍ତୀ ସମୟରେ ମାନେ ମିଡିଲ ଏଜେସ୍ ଲେଖିଲେ ବୋଲିକରି ଅନେକ ବିଦ୍ୱାନ ମାନେ କହନ୍ତି। ଏବଂ ଉପଦେଶକ ସେ ମାନେ ବୟସ୍କ ବା ଏଡଲ୍ଟ ଯେତେବେଳେ ସେ ପହଞ୍ଚିଲେ ସେ ସମୟରେ ସେ ପୁସ୍ତକଟା ଲେଖନ୍ତି ବୋଲିକରି ଅନେକ ବାଇବେଲ ବିଦ୍ୱାନ ମାନେ ସେମାନେ କହନ୍ତି। ଆମେ ଯଦି ପ୍ରଥମ ରାଜାବଳୀ ଆମେ ଯଦି 3 ଅଧ୍ୟାୟ ଯଦି ଦେଖିବା, 4 ଅଧ୍ୟାୟ ଯଦି ଆମେ ଦେଖିବା, ତାହେଲେ ସେଠି ଗୋଟେ ତାର ପୃଷ୍ଠଭୂମି ଅଛି ଯେ ସୋଲୋମନ ରାଜା ଯେତେବେଳେ ଗୋଟେ ଛୋଟ ବାଳକ ଥିଲେ, 17 ବର୍ଷ ବୟସ ମାନେ ପ୍ରାୟ ହେଉଥିଲା, ଆଉ ସେଇ ସମୟରେ ଇସ୍ରାଏଲ ଲୋକମାନଙ୍କର ଗହଣରେ ସୋଲୋମନକୁ ଯେତେବେଳେ ରାଜା ଭାବରେ ଅଭିଷେକ କଲେ, ଗୋଟେ ଛୋଟ ବାଳକ, ଆଉ ରାଜା ଭାବରେ ଯେତେବେଳେ ସେ ଅଭିଷେକ ହେଲେ, ଆଉ ସେ ପ୍ରାର୍ଥନା କରୁଥିଲେ, ଆଉ ପ୍ରାର୍ଥନା କରୁଥିବା ସମୟରେ ପ୍ରଭୁ ସନ୍ତୁଷ୍ଟ ହେଲେ ଆଉ ପଚାରିଲେ ତମେ କଣ ଆବଶ୍ୟକ କର, ତମେ କଣ ଚାହଁ। ଆଉ ସୋଲୋମନ ରାଜା କୌଣସି ଧନ ସମ୍ପତ୍ତି କୌଣସି ବିଷୟକୁ ସେ ପ୍ରଭୁଙ୍କ ନିକଟରେ ସେ ରଖିଲେ ନାହିଁ। ଆଉ ସେ କହିଲେ, ପ୍ରଭୁ ମୁଁ ଏତେ ଅଗଣିତ ଲୋକମାନଙ୍କ ମଧ୍ୟରେ ଆଉ ତମେ ଗୋଟେ ରାଜା ଭାବରେ ମତେ ଅଭିଷେକ କରିଛ, ଆଉ ଅସଂଖ୍ୟ ଲୋକମାନଙ୍କ ମଧ୍ୟରେ ଗୋଟେ ଛୋଟ ବାଳକକୁ ତମେ ଆଉ ତମେ ବାଛିଛ ରାଜା ଭାବରେ, ଆଉ ସେଥିପାଇଁ ମତେ ସୁବିଶିଷ୍ଟ ଜ୍ଞାନ, ମତେ ଜ୍ଞାନ ଦିଅ ବୋଲି କହିଲେ। ଆଉ ସେଇ ସମୟରେ ପରମେଶ୍ୱର ମାନେ ଏ ପ୍ରକାର ଜ୍ଞାନ ସୋଲୋମନ ରାଜାକୁ ଦେଲେ ଯେ ମାନେ ଇସ୍ରାଏଲ ଇତିହାସରେ ତା ପୂର୍ବରୁ ବା ତା ପରେ ଆଉ ସୋଲୋମନଙ୍କ ଭଳି ମାନେ ଜ୍ଞାନୀ ରାଜା ଉତ୍ପନ୍ନ ହେଇନଥିଲେ। ସେ ପ୍ରକାର ଭାବରେ ପରମେଶ୍ୱର କଣ ଦେଲେ? ତାଙ୍କୁ ଜ୍ଞାନ ଦେଲେ। ଯଦି 3ର ତାର 13 ଯଦି ଆମେ ଦେଖିବା ବୋଲେ ମାନେ ଜ୍ଞାନ ସହିତ ମାନେ ସୋଲୋମନ ରାଜାକୁ ତାଙ୍କ ବୋନସ ଦଉଛନ୍ତି, ଆହୁରି ତୁମେ ଯେଉଁ ଐଶ୍ୱର୍ଯ୍ୟ ଏବଂ ପ୍ରତାପ ମାଗି ନାହ। ଆଉ ଗୋଟେ ହଉଛି ଐଶ୍ୱର୍ଯ୍ୟ ଏବଂ ପ୍ରତାପ, ନେମ୍ ଇନ୍ ଫେମ୍ ମଧ୍ୟ ସୋଲୋମନ ରାଜାକୁ ଦେଲେ। ସୋଲୋମନ ରାଜା ଏମିତି ମାନେ ଜ୍ଞାନୀ ହେଲେ, ମାନେ ଯଦି ଆମେ ଆଦି ତାର 1 ଅଧ୍ୟାୟ ତାର ମାନେ ଯଦି ଆମେ ଦେଖିବା ବୋଲେ ମାନେ ସବୁ ପ୍ରକାର ଜ୍ଞାନ, ସବୁ ଡିସିପ୍ଲିନ, ମାନେ ପକ୍ଷୀ ମାନଙ୍କର ବିଷୟରେ, ଆଉ ଜଳଚର ପ୍ରାଣୀ ବିଷୟରେ, ଦେଶ ବିଦେଶ ବିଷୟରେ ଯଦି ଆମେ ଦେଖିବା ବୋଲେ ଫିଜିକ୍ସ କହିବା, କେମିଷ୍ଟ୍ରି କହିବା, ବାୟୋ କହିବା, ମାନେ ପ୍ରତ୍ୟେକ ଡିସିପ୍ଲିନ ରୁ ପ୍ରତ୍ୟେକ ମାନେ
ମାନେ ଇଏରୁ ସେ କଣ କଲେ ସେ ଜ୍ଞାନ ଲାଭ କଲେ ବହୁତ ତାଙ୍କର ଜ୍ଞାନ ହେଲା ଇଭେନ ଦିନେ ମାନେ ଶିବା ଦେଶ ରାଣୀ ତାର ଜ୍ଞାନକୁ ପରୀକ୍ଷା କରିବା ପାଇଁ ଆସିଲା ଆଉ ସେ ଦୁଇଟା ଫୁଲ ନେଇକରି ଆସିଲା ଆଉ ଦୁଇଟା ଫୁଲ ନେଇକରି ଆସିଲା ଆଉ ତାପରେ ସେ ସଲମନ ରାଜାକୁ ପଚାରିଲା ପ୍ରଭୁ ଆଉ ତମେ ତ ଏତେ ବଡ ଜ୍ଞାନୀ ଆଉ ତ ମାନେ ଗୋଟେ ମାନେ କୋଶ୍ଚିନ୍ ନେଇକରି ଗୋଟେ ପ୍ରଶ୍ନ ନେବା ପାଇଁ ବୋଲିକରି ଆସିଛି ବୋଲିକରି କହିଲା ତାପରେ ଆଉ ସଲମନ ରାଜା କହିଲେ କଣ ବୋଲିକରି କହିଲେ ତାପରେ ମୁଁ ଦୁଇଟା ଫୁଲ ଆଣିଛି ଆଉ ସେ ଦୁଇଟା ଫୁଲ ଭିତରୁ କୋଉଟା ଅସଲି ଆଉ କୋଉଟା ନକଲି ବୋଲି କହିଲେ ଆଉ ସଲମନ ରାଜା ତ ମହାନ ମାନେ ପ୍ରସାଦରେ ସେ ରହୁଥିଲେ ପାଲାସରେ ରହୁଥିଲେ ଆଉ ତାଙ୍କ ଅନେକ ଖୁଆଡ ଯାକ ଅନେକ ପ୍ରକାର ରୁମ୍ ଥିଲା ଅନେକ ପ୍ରକାର ଘର ଥିଲା ଆଉ ତାପରେ ଦେଖିଲେ ସେ ପ୍ରଶ୍ନଟା ଯେ ଫୁଲ ବିଷୟ ସେ ପଚାରୁଛନ୍ତି ତାପରେ ରାଜା ତାଙ୍କର ମାନେ ଅନ୍ୟ ଦାସ ମାନଙ୍କୁ କହିଲେ ତମେ ଯାଅ ଆଉ ଅମୁକ ଖୁଆଡଙ୍କ ରୁମ ରେ ପ୍ରଜାପତି ମାନେ ଯୋଉଠି ଅଛନ୍ତି ସେଟାକୁ ତମେ କଣ କର ଓପେନ କରିଦିଅ ଖୋଲିଦିଅ ଗୋଟେ ଆଉ ସ୍ୱାଭାବିକ ଭାବରେ ପ୍ରଜାପତି ମାନେ ଯେତେବେଳେ ଆସିବେ ଆଉ ସେମାନେ କୋଉ ଫୁଲରେ ସେମାନେ ବସିବେ ଯୋଉଟା ଅସଲି ସେ ଫୁଲରେ ମାନେ ସେମାନେ ବସିବେ ଅବଭିୟସଲି ଆଉ ତାପରେ ସଲମନ ରାଜା ସେ କଣ କଲେ ଆଉ ଏଇଟା ଅସଲି ଫୁଲ ଆଉ ଏଇଟା ନକଲି ଫୁଲ ଏଇଟା ଅରିଜିନାଲ ଏବଂ ଡୁପ୍ଲିକେଟ ବୋଲି ସେ କହିଦେଇଥିଲେ ମାନେ ସେମିତି ମାନେ ଅସଂଖ୍ୟ ମାନେ ତାଙ୍କର ମାନେ ଜ୍ଞାନ ଦେଶ ବିଦେଶ ସହିତ ପ୍ରତ୍ୟେକ ମାନେ ଡିସିପ୍ଲିନ ରୁ ସେ କଣ କଲେ ଜ୍ଞାନ ସେ ପାଇଲେ ଆଉ ଜ୍ଞାନ ପାଇ ସାରିଲା ପରେ ସବୁ ବିଷୟ ସେ ପରିମିତ ଭୋଗୀ ହେଲା ପରେ ସବୁ ବିଷୟକୁ ସେ ଚାଖିଲା ପରେ ସବୁ ବିଷୟକୁ ସେ ଜ୍ଞାତ ହେଲା ପରେ ଆଉ ସଲମନ ରାଜା ଉପଦେଶ ପୁସ୍ତକ ତାର 1ରୁ ଯଦି ଆମେ ଦେଖିବା ବୋଲେ ସେ ଗୋଟିଏ ବିଷୟ କହନ୍ତି ଯେ ସମସ୍ତ ବିଷୟ ଓ ସାର ବୋଲି କହ ମାନେ ସୂର୍ଯ୍ୟ ତଳେ ମୁଁ ଯେତେ ବିଷୟ ମୁଁ ଦେଖିଲି ମାନେ ଯଦି ଆମେ ଦେଖିବା ସୁଖ ଦୁଇ ଯଦି ମାନେ 1ର ତାର 12 ଯୋଉ ଦେଖିବା ଜ୍ଞାନର ଅସାର୍ଥ ବୋଲି କରାଯାଇଛି ବୋଲେ ଯେତେ ଜ୍ଞାନ ପାଇଲେ ବୋଲେ ମଧ୍ୟ ମାନେ କିଛି ନାହିଁ ବୋଲି କହିଲେ 2ର ତାର 1ରୁ ଯୋଉ ଦେଖିବା ବୋଲେ ସୁଖ ଭୋଗରେ ମାନେ ଲକ୍ସରୀ ଲାଇଫ ଆମେ ସବୁ ବିଷୟ ପାଇଲା ପରେ ମଧ୍ୟ ଯଦି ମାନେ ସବୁ ବିଷୟ ଏଟା ମଧ୍ୟ ଅସାର ବୋଲି କହିଲେ ତାପରେ ତା 2ରୁ 18 ଯୋଉ ଦେଖା ପରିଶ୍ରମର ସାର ଯେତେ ହାର୍ଡୱାର୍କ କଲେ ବୋଲେ ମଧ୍ୟ ମାନେ କିଛି ନାହିଁ ବୋଲି କହିଲେ ତାର 3 ଅଧ୍ୟାୟ ଯଦି ଦେଖିବା ବୋଲେ ମାନେ 3 ଅଧ୍ୟାୟ ତାର ମାନେ ଯେତେ ପରିଶ୍ରମ ଯେତେ ପାଇଲେ ବୋଲେ ମଧ୍ୟ ସବୁ ବିଷୟ ସାର ବୋଲି କହିଲେ 4ରେ ଜଗତ ସବୁ ଅନ୍ୟାୟ ବୋଲି କହିଲେ 5ରେ ସେ କହିଲେ କଣ କରେ ପରମେଶ୍ୱରଙ୍କୁ ଭୟ କର ବୋଲି ଧୀରେ ଧୀରେ ସେ କଣ କର ବୋଲେ ଆମେ ଯେମିତି ଗୋଟେ ମାନେ ପାଠ ଯେତେବେଳେ ପଢୁଛୁ ଗୋଟେ ଥିସିସ୍ ଲେଖୁଛୁ ଗୋଟେ ରିସର୍ଚ୍ଚ ଲେଖୁଛୁ ରିସର୍ଚ୍ଚ ଲେଖିଲେ ବୋଲେ ଆମେ ତାର ପ୍ରୋବ୍ଲେମ ସହିତ ଆମେ शुरू କରୁଛୁ ପ୍ରୋଜେକ୍ଟ ଲେଖିଲେ ବୋଲେ ଆଉ ତାପରେ ପ୍ରୋଜେକ୍ଟ ତାର ଶେଷରେ ଆମେ ତାର ଜେନେରାଲ କନକ୍ଲୁଜନ ଆମେ ଦଉଛୁ ମାନେ ଉପସଂହାର ଦଉଛୁ ଆଉ କହୁଛୁ ଏଇଟା ହଉଛି ତା ପ୍ରକୃତିର ଉପସଂହାର ବୋଲି କହୁଛୁ ତାପରେ ସବୁ ବିଷୟକୁ ସେ ରିସର୍ଚ୍ଚ କଲା ପରେ ସବୁ ବିଷୟ ଗୋଟେ ମାନେ 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 ଟୋଟାଲି ଗୋଟେ ଭାଙ୍ଗି ପଡିକୁ ସବୁ ବିଷୟକୁ ସେ କଣ କରନ୍ତି ସେ ତର୍ଜମା କରନ୍ତି ସବୁ ବିଷୟକୁ ସେ କୁହନ୍ତି ଆଉ ସେ ସବୁ ବିଷୟକୁ ସେ ପ୍ରାପ୍ତ ହେଲା ପରେ ସବୁ ବିଷୟକୁ ସେ ପାଇଲା ପରେ ହେଲା କି ସେ ଗୋଟେ ବିଷୟ କହନ୍ତି ଯେ ସମସ୍ତ ବିଷୟ ଶୁଣା ଯାଇଅଛି ଆଉ ସଦାପ୍ରଭୁଙ୍କୁ ଭୟ କର ଏବଂ ତାହାଙ୍କର ଆଜ୍ଞା ସବୁ ପାଳନ କର ବୋଲି କହ ଆପଣ ମାନେ ଭାବୁଥିବେ ଆଉ ମୋର ମାନେ ଗୋଟେ ଭଲ ଗଭର୍ଣ୍ଣମେଣ୍ଟ ଜବ ହେଇଥାନ୍ତା ତାହେଲେ ଲାଇଫରେ ବହୁତ ଭଲ ହେଇଥାନ୍ତା ବୋଲି ଭାବୁଥିବେ ଯଦି ଆପଣ ମାନଙ୍କୁ ଗଭର୍ଣ୍ଣମେଣ୍ଟ ଜବ ଯଦି ମିଳିଗଲା ମନେକର ଆପଣ ମାନେ କେବେ ଆମେରିକା ଆମେ ଯଦି ଯାଇନୁ କେବେ ଫ୍ଲାଇଟ ଯଦି ଆମେ ଚଢିନୁ ବୋଲେ ଅନେକ ସମୟରେ ଭାବୁ ଲାଇଫରେ ଗୋଟେ ଯଦି ଫ୍ଲାଇଟ ମୁଁ ଚଢିଥାନ୍ତି ପରା ଲାଇଫରେ ଥରେ ଯଦି ମତେ ସ୍ୱର୍ଗକୁ ଗଲା ଭଳିଆ ମୁଁ ଯଦି ଆମେରିକା ଦେଖିଲେ ମତେ ସ୍ୱର୍ଗ ଗଲେ ସହିତ ସମାନ ବୋଲି ଅନେକ ସମୟରେ ଏଇ ପ୍ରକାର ଗୋଟେ ମାନେ ଗୋଟେ ଇଚ୍ଛା ଥାଏ କିନ୍ତୁ ଲାଇଫରେ ଯଦି କେବେ ଆପଣ ମାନେ ଯଦି କେବେ ଫ୍ଲାଇଟ ଚଢିନା ଆମେ ଯଦି ଚଢିନୁ ବୋଲେ ଥରେ ଯଦି ଆମେ ଫ୍ଲାଇଟ ଚଢୁ ବୋଲେ ସେଇଟା ଆମେ କହିଦେବା ମାନେ ଏଇଟା ହଉଛି ଲାଇଫ ବୋଲି କହି
जे पर्यंत गोटे जिनिस रो आमने अनुभूति नेनु आ अनुभूति नेला पता नेक्स्ट मोमेंट रे आमे कोन करबा देख किछि नाही बोल कर हम ओके ठीक है one minute just ଅଛି ସଦା ପ୍ରଭୁଙ୍କୁ ଭୟ କର ଏବଂ ତାହାଙ୍କର ଆଜ୍ଞା ସବୁ ପାଳନ। ପ୍ରିୟ ମାନେ ଆମେ ଜଗତରେ ଯେତେ ସବୁ ପାଇଲେ ବୋଲେ ମଧ୍ୟ ଆଉ ଯେତେ ସବୁ ଆମେ ପ୍ରାପ୍ତ ହେଲେ ବୋଲେ ମଧ୍ୟ ସଲମନ ରାଜା ଆଉ ସେ କହନ୍ତି ଜଗତରେ ସମସ୍ତ ବିଷୟ ମୁଁ ପାଇଲି। ଯଦି ଆମେ ଦେଖିବା ତାର ସେ ରାଜା ବୋଲି ତାର 4 ଅଧ୍ୟାୟ ପ୍ରଥମ ରାଜା ବୋଲି 4 ଅଧ୍ୟାୟରେ ଯଦି ଦେଖିବା ବୋଲେ ତାର 32 ଲେଖା ଯାଇଛି ସେ 3000 ଉପଦେଶ କଲେ ପ୍ରୋଭେrbs ଏବଂ 1005 ସେ ଗୀତ ଗାଇଲେ ଆଉ ସବୁ ବିଷୟ ସେ ପାଇଲା ପରେ ସବୁ ବିଷୟ ସେ ପ୍ରାପ୍ତ ହେଲା ପରେ ଆଉ ସବୁ ବିଷୟ ସେ ଜ୍ଞାତ ହେଲା ପରେ ଆଉ ପରିଶେଷରେ ସଲମନ ରାଜା ତାଙ୍କର ମାନେ ଉପସଂହାର ମାନେ ତାର ଜେନେରାଲ କନକ୍ଲୁଜନ ଟା ସେ ଏଇଟା ରଖନ୍ତି ଯେ ଲାଇଫ ରେ କିଛି ନାହିଁ ସବୁ ବିଷୟ ଅସାର ସବୁ ବିଷୟ ମାୟା ସବୁ ବିଷୟ ଅର୍ଥହୀନ କିନ୍ତୁ ଗୋଟିଏ ବିଷୟ ସତ ଯେ ସଦା ପ୍ରଭୁଙ୍କୁ ଭୟ କର ଏବଂ ତାହାଙ୍କର ଆଜ୍ଞା ସବୁ ପାଳନ କର। ପ୍ରିୟ ମାନେ ହୋଇପାରେ ଆଜି ଆମର ପାଖରେ ଗୋଟେ କାର ଥିବ ହୋଇପାରେ ଆମର ପାଖରେ ଗୋଟେ ଭଲ ଘର ଥିବ ହୋଇପାରେ ଆମର ପାଖରେ ଚାକିରି ଥିବ ଆଜି ସବୁ ପ୍ରକାର ଡେଭଲପମେଣ୍ଟ ଆମର ପାଖରେ ଅଛି କିନ୍ତୁ ଗୋଟିଏ ବିଷୟ ଆଉ ଆମଙ୍କ ମଧ୍ୟରେ ଆଜି ଖ୍ରୀଷ୍ଟିଆନ ମାନଙ୍କ ମଧ୍ୟରେ ବିଶ୍ୱାସୀ ମାନଙ୍କ ମଧ୍ୟରେ ପାଳକ ପ୍ରଚାରକ ମାନଙ୍କ ମଧ୍ୟରେ ଆଉ ଗୋଟେ ବିଷୟ ଆଜି ଆମଙ୍କ ମଧ୍ୟରେ ଉଣା ପଡିଛି ଆଉ ଯୋଉ ବିଷୟକୁ ଆପଣମାନଙ୍କୁ ଆଲୋକପାତ କରିବା ପାଇଁ ଚାହେଁ ଆପଣମାନଙ୍କ ସମ୍ମୁଖରେ ମୁଁ ରଖିବା ପାଇଁ ଚାହେଁ ଯେ ସେଇଟା ହଉଛି ଆମେ ପ୍ରଭୁଙ୍କୁ ଭୟ କରିବା ଏବଂ ପ୍ରଭୁଙ୍କୁ ଭୟ କରି ତାହାଙ୍କର ଆଜ୍ଞା ସବୁ ପାଳନ କର ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ। ଏଠି ଲେଖା ଯାଇଛି ଏହା ଖ୍ରୀଷ୍ଟିଆନ ମାନଙ୍କର ପୂର୍ଣ୍ଣ କର୍ତ୍ତବ୍ୟ ବୋଲି ଲେଖା ଯାଏ ନାହିଁ ଏଇଟା ହଉଛି ନବରଙ୍ଗପୁର ବିଶ୍ୱାସୀ ମାନଙ୍କର ପୂର୍ଣ୍ଣ କର୍ତ୍ତବ୍ୟ ବୋଲି ଲେଖା ଯାଏ ନାହିଁ କିନ୍ତୁ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ। ସଦା ପ୍ରଭୁଙ୍କୁ ଭୟ କରିବାଟା ଗୋଟେ ପର୍ଟିକୁଲାର ଗୋଟେ ଗ୍ରୁପ କୁ ବୁଝଉ ନାହିଁ ଗୋଟେ ଖ୍ରୀଷ୍ଟିଆନ ଖାଲି ଲୋକମାନଙ୍କୁ ବୁଝଉ ନାହିଁ କି ଗୋଟେ ପର୍ଟିକୁଲାର ଗୋଟେ ମଣ୍ଡଳୀକୁ ବୁଝଉ ନାହିଁ କିନ୍ତୁ ସମସ୍ତେ ଜଗତରେ ଯେତେ ଲୋକମାନେ ଅଛୁ ଆଉ ସମସ୍ତେ ଆଉ ପ୍ରଭୁଙ୍କୁ ଭୟ କରିବାଟା ହଉଛି ଗୋଟେ ଅବ୍ଲିଗେସନ ଗୋଟେ କର୍ତ୍ତବ୍ୟ ବୋଲି ଆଉ ସେ ଦୁଇଟା ଇମ୍ପେରେଟିଭ ୱାର୍ଡସ୍ ଇମ୍ପେରେଟିଭ ବୋଲେ ସେ ଆଦେଶ ଦେଇ କରି କରି ତାଙ୍କର ଉପସଂହାରକୁ ସେ କଣ କରନ୍ତି ସେ ରଖନ୍ତି ସେ ମାନେ ଥ୍ରୁ ଆଉଟ୍ ଦ ବୁକ୍ ମାନେ ସଲମନ ରାଜା ମାନେ ଜୀବନ ଅର୍ଥକୁ ପାଇବା ପାଇଁ ବୋଲି କରି ସେ ବହୁତ ସେ ସଂଘର୍ଷପୂର୍ଣ୍ଣ ମାନେ କରନ୍ତି ଲାଇଫରେ କଣ ମାନେ ମାନେ ଇଏ ହେବ ବୋଲି ସେ ବହୁତ ସଂଘର୍ଷ କରନ୍ତି ଆଉ ପରିଶେଷରେ ସେ ସାରାଂଶ ଆକାରରେ ଦୁଇଟା ମାନେ ଇମ୍ପେରେଟିଭ ଦୁଇଟା ଗୋଟେ ଆଦେଶ ମୂଳକ ଶବ୍ଦରେ ସେ କଣ କରନ୍ତି ତାଙ୍କର କନକ୍ଲୁଜନକୁ ସେ ରଖନ୍ତି ଯେ କଣ କରନ୍ତି ସେ ପ୍ରଭୁଙ୍କୁ ଭୟ କର ଏବଂ ତାହାଙ୍କର ଆଜ୍ଞା ସବୁ ପାଳନ। ଆମେ ରିସେଣ୍ଟଲି ଆମେ କୋଭିଡ ଟାଇମରେ ଆମେ ଥିଲୁ ଆଉ ଆମେ ସମସ୍ତେ ମାସ୍କ ୟୁଜ କରୁଥିଲୁ ଆଉ ଯେତେବେଳେ ବାହାରକୁ ଯାଉଥିଲୁ ବେଳେ ବେଳେ ମାସ୍କ ସଫୋକେସନ ହେଇକରି ଆମେ କଣ କରୁଥିଲୁ ମାସ୍କ ମାନେ ବେଳେ ବେଳେ ଖୋଲି ଦେଉଥିଲୁ ଆଉ ଯେତେବେଳେ ପୋଲିସକୁ ଦେଖି ଦଉ ଇମିଡିଏଟଲି ଆମେ କଣ କରୁ ମାସ୍କ ପିନ୍ଧୁଥିଲୁ ଆପଣ ମାନେ ବାଇକ ଚଲାଉଥିବେ କି କାର ଚଲାଉଥିବେ ଆଉ ବେଳେ ବେଳେ ହେଲମେଟ ନ ପିନ୍ଧିକରି ବେଳେ ବେଳେ ଆମେ ଯାଉ ଆଉ ଯେତେବେଳେ ଟ୍ରାଫିକ ରେ ଦେଖି ଦଉ କି ପୋଲିସକୁ ଦେଖି ଦଉ ଇମିଡିଏଟଲି ଆମେ ସେ ରୁଲ କୁ ଭୟ କରି ସେ लो କୁ ଆମେ ଯେତେବେଳେ ଭୟ କରି କରି ଇମିଡିଏଟଲି ଆମେ କଣ କରିଥାଉ ଆମେ ହେଲମେଟ ଟା ପିନ୍ଧିବା ଆମେ ପାଇଁ ଆମେ ଇଚ୍ଛୁକ ପ୍ରକାଶ କରିଥାଉ ଆଜି ସେମିତି ଯେ ପ୍ରଭୁଙ୍କୁ ଭୟ କରେ ଯେ ପ୍ରଭୁଙ୍କୁ ଭୟ କରିବା ଲୋକମାନେ ତାଙ୍କ ବ୍ୟବସ୍ଥାକୁ ତାଙ୍କର ଆଜ୍ଞାକୁ ତାଙ୍କର ଆଦେଶକୁ ମଧ୍ୟ ସେମାନେ କଣ କରନ୍ତି ସେମାନେ ପାଳନ ସେଇଥିପାଇଁ ଦୁଇଟା ଶବ୍ଦ ଲେଖା ଯାଇଛି ପ୍ରଭୁଙ୍କୁ ଭୟ କର ଏବଂ ତାହାଙ୍କର ଆଜ୍ଞା ସବୁ ପାଳନ କର। ଯେଉଁମାନେ ତେଣୁ ଆସୁ ଆଜି ଆମଙ୍କ ଜୀବନରେ ସବୁଠୁ ଅନେକ ସମୟରେ ଖ୍ରୀଷ୍ଟିଆନ ସମାଜରେ ମାନେ ପ୍ରାର୍ଥନା ଗୋଟେ ସାଧାରଣ ବିଷୟ ମାନେ ପାଲଟି ଯାଇଛି ମାନେ ବିଶେଷ କରି ମାନେ ଖ୍ରୀଷ୍ଟିଆନ ପରିବାରରେ ସନ୍ଧ୍ୟାରେ ପ୍ରେୟର ଅନେକ ସମୟରେ ସକାଳେ ପ୍ରେୟର ଦିନ ବେଳେ ପ୍ରେୟର ମାନେ ୱୁମେନ୍ସ ମିଟିଂ ହଉଛି ତାପରେ
ମାନେ ୟୁଥ ମିଟିଂ ହଉଛି, ଅନେକ ମାନେ ମିଟିଂ ଉପରେ ମିଟିଂ, ପ୍ରେ ଉପରେ ପ୍ରେ। ଆଜି ଅନେକ ସମୟରେ ସଦାପ୍ରଭୁ ବୋଲିକରି ଅନେକ ସମୟ ସଦାପ୍ରଭୁ ଯେତେବେଳେ କମନ ହେଇଯାଆନ୍ତି, ଆମେ ସଦାପ୍ରଭୁକୁ ଆମେ ସାଦା ପ୍ରଭୁ କରିଦେଇଥାଉ। ଆଉ ଯାର ଫଳରେ ଅନେକ ସମୟରେ ପ୍ରଭୁଙ୍କର ଭୟ ଆଜି ଆମଙ୍କ ଜୀବନରେ ଦେଖାଯାଇ ନଥାଏ। ପ୍ରଭୁଙ୍କର ବାକ୍ୟକୁ ଅନେକ ସମୟରେ ପାଳନ କରିବାରେ ଆମେ ମାନେ ମାନେ ଧୀର ହେଇଯାଇଥାଉ। ତେଣୁ ବାଇବଲରେ ଲେଖାଯାଇଛି ଆମେ ଯେତେ ଯାହା ପ୍ରାପ୍ତ ହେଲେ ବୋଲେ ମଧ୍ୟ, ଯେତେ ପାଇଲେ ବୋଲେ ମଧ୍ୟ, ଯେତେ ଆମେ ଜ୍ଞାନ ଅର୍ଜନ କଲେ ବୋଲେ ମଧ୍ୟ, ଆମେ ଯଦି ଲାଇଫରେ ପ୍ରଭୁଙ୍କ ଯଦି ଆମେ ଭୟ ନାହିଁ, ପ୍ରଭୁଙ୍କ ଯଦି ବାକ୍ୟ, ପ୍ରଭୁଙ୍କର ଆଜ୍ଞା ଯଦି ଆମେ ପାଳନ କରୁନୁ, ତାହେଲେ ସବୁ ବିଷୟ ଅସାର, ସବୁ ବିଷୟ ମିନିଂଲେସ୍, ଆଉ କିଛି ନାହିଁ ବୋଲି କରି ଆଜି ସଲମନ ରାଜା ତାଙ୍କର ସାର କଥାରେ ସେ କଣ କରନ୍ତି, ସେ କୁହନ୍ତି। ଆଉ ମୁଁ ଅନେକ ସମୟରେ ପ୍ରଶ୍ନ କରେ ଯେ ପ୍ରଭୁଙ୍କୁ ଭୟ କରିବା ଲୋକମାନେ ପ୍ରଭୁଙ୍କୁ ଭୟ କଲେ ଆଜି ଆମକୁ ଉପକାରିତା କଣ, ବେନିଫିଟ୍ସ କଣ? ଯଦି ଗୀତ ସଂହିତା 128 ତାର 1 ରୁ ଯଦି ଆମେ ପଢିବେ ଆପଣ ମାନେ ଗୀତ ସଂହିତା, ତାହେଲେ ପ୍ରଭୁଙ୍କୁ ଭୟ କରିବା ଲୋକମାନଙ୍କର ଗୋଟେ ଆଶୀର୍ବାଦ, ଗୋଟେ ତାଲିକା ଏଠି ଲେଖାଯାଇଛି। ଯଦି ଆମେ ପଢବା 1 ରୁ, ଯୋଉମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, ତାଙ୍କର ପଥରେ ଚାଲନ୍ତି, ପ୍ରତ୍ୟେକ ଲୋକ ଧନ୍ୟ ବୋଲି ଲେଖାଯାଇଛି। ବୋଲେ ସେମାନେ ବ୍ଲେସେଡ, ପ୍ରଭୁଙ୍କୁ ଭୟ କରିବା ଲୋକମାନେ ଗୋଟେ ଆଶୀର୍ବାଦ ଜନକ। ସମସ୍ତେ ପ୍ରଭୁଙ୍କୁ ଭୟ କରିପାରନ୍ତି ନାହିଁ, ପ୍ରଭୁଙ୍କର ଭୟ ସବୁ ପରିବାରରେ ନଥାଏ। ପ୍ରଭୁଙ୍କୁ ଭୟ କରିବା ଲୋକମାନେ ଧନ୍ୟ, କାରଣ ତୁମେ ଆପଣ ହସ୍ତକୃତ ପରିଶ୍ରମର ଫଳ ଭୋଜନ କରବ। ତମେ ଯାହା ମଧ୍ୟ ପରିଶ୍ରମ କରବ ସେଇଠି ତୁମେ କଣ କରବ, ତୁମେ ଭୋଜନ କରବ ବୋଲି ଲେଖାଯାଇଛି। ଅନେକ ସମୟରେ ମାନେ 10,000 ସାଲାରୀ ଥିଲେ ବୋଲେ ମଧ୍ୟ, 25,000 ସାଲାରୀ ଥିଲେ ବୋଲେ ମଧ୍ୟ, ଆମେ ତାର ମନ୍ଥ ଏଣ୍ଡରେ ଅନେକ ସମୟରେ ଆମେ ଋଣୀ ହେଇଯାଇଥାଉ। ଆମେ ପରିଶ୍ରମ ଯେତେ କଲେ ମଧ୍ୟ ଆମକୁ ଗୁଣାଟା କଣା ଆଉ ମାନେ ଆଶୀର୍ବାଦ ଅନେକ ସମୟରେ ଧରା ଦେଇ ନଥାଏ। ଅନେକ ସମୟରେ ଆମେ ଯଦି ପ୍ରଭୁଙ୍କର ଆଶୀର୍ବାଦ ଯଦି ଅଛି, ପ୍ରଭୁଙ୍କ ଯଦି ଭୟ ଯଦି ଆମ ଜୀବନରେ ଯଦି ଅଛି ବୋଲେ, ଆମେ 2,000 ଟଙ୍କା ଆମର ସପୋର୍ଟ ମିଳିଲେ ବୋଲେ ମଧ୍ୟ, 3,000 ଟଙ୍କା ଆମର ଯଦି ସପୋର୍ଟ ମିଳିଲେ ବୋଲେ ମଧ୍ୟ, ପ୍ରଭୁ ତାକୁ ମଲ୍ଟିପ୍ଲାଏ କରନ୍ତି। ଆଉ ପ୍ରଭୁ ସେ ହସ୍ତକୃତ ପରିଶ୍ରମର ଫଳକୁ ବଢେଇ ଦିଅନ୍ତି। ଆଜି ଅନେକ ସମୟରେ ଆଶୀର୍ବାଦ ପାଇଥାଉ। ହେଲେ ପ୍ରଥମ ବିଷୟ ହଉଛି ଆମେ ହସ୍ତକୃତ ପରିଶ୍ରମର ଫଳ ମାନେ ଭୋଜନ କରିପାରିବା, ଆମେ ସୁଖୀ ହେଇପାରିବା। ଆଉ ଆଜି ଆମ ଜୀବନରେ କଣ ହେବ, ମଙ୍ଗଳ ହେବ। ଆମେ ପ୍ରସ୍ପେରିଟି ଆଜି ଆମ ଜୀବନରେ ଦେଖା ହେବ ଯେତେବେଳେ ଆମେ ପ୍ରଭୁଙ୍କୁ ଭୟ କରୁ। ଆଜି ଅନେକ ସମୟରେ ଆମେ ପାଠ ଉପରେ ନିର୍ଭର କରୁ, ଧନ ଉପରେ ନିର୍ଭର କରୁ, ପରିବାର ଉପରେ ନିର୍ଭର କରୁ, ଆଜି ଆମକୁ ନିଜ ମାନେ ଶକ୍ତି ସବଳ ମାନେ ଉପରେ ନିର୍ଭର କରୁ, ଏବଂ ପ୍ରଭୁଙ୍କର ଭୟକୁ ଆମେ କଣ କରିଦେଇଥାଉ, ଆମେ ଏଡେଇ ଦେଇଥାଉ। କିନ୍ତୁ ପ୍ରଭୁଙ୍କୁ ଭୟ କରିବା ଲୋକମାନଙ୍କର ଏଇ ପ୍ରକାର ଆଶୀର୍ବାଦ ଅଛି। ତାର ଦ୍ୱିତୀୟ ନମ୍ବର ଯଦି ଆମେ ଦେଖିବା, ତୁମର ଭାଜା ତୁମ ହୃଦୟର ଅନ୍ତପୁରରେ ଫଳବତୀ ଦ୍ରାକ୍ଷାଲତା ତୁଲ୍ୟ ହବ। ତୁମର ସନ୍ତାନ ଦ୍ରାକ୍ଷାଲତା ମାନେ ସ୍ତ୍ରୀ ମାନେ ଦ୍ରାକ୍ଷାଲତା ତୁଲ୍ୟ ହେବ ବୋଲି ଉପମା ଦେଇଛି। ଏଇଠି ଦ୍ରାକ୍ଷାଲତା ଗଛ ଯଦି ଆପଣ ମାନେ ଦେଖିବେ ବୋଲେ, ଦ୍ରାକ୍ଷାଲତା ଗଛ ଗୋଟେ ଏମିତିକା ଗଛ, ମନେକର ତାର ବୀଜ ଯଦି ଆଣିବେ ବୋଲେ, ଏ କାନ୍ଥରେ ମଧ୍ୟ ଯଦି ମନେକର ଯଦି ଫିଙ୍ଗି ଦେବେ, ତାର ମଞ୍ଜିଟା ଏମିତି ଯଦି ମାନେ ଛିଟି ଦେବେ ବୋଲେ, ତାର 2 ଦିନ ଭିତରେ ସେ ମଞ୍ଜିଟା କାନ୍ଥରେ ମଧ୍ୟ କଣ ହବ, ମାନେ ଅଙ୍କୁରିତ ହବ, ଆଉ ସେଠି ଫଳ ଧାରଣ କରିବ। That is the speciality and the uniqueness of ମାନେ ଏଇ ମାନେ ଗଛର ମାନେ ଫିଚର୍ସ ହଉଛି ସେଇଟା। ମାନେ ଏବେ ଯଦି ମନେକର ଗୋଟେ ଫିଙ୍ଗି ଯାଇଥିବ ବୋଲେ, ସାଙ୍ଗେ ସାଙ୍ଗେ ଇନଷ୍ଟାଣ୍ଟଲି ନାଇଁ କି ସେ ଗଛ ମାନେ ବେଶୀ ସେ ବୀଜଟା ବେଶୀ ସମୟ ନିଏ, ସାଙ୍ଗେ ସାଙ୍ଗେ ସେ କଣ କରିବ, ଗଛ ହେବ ଏବଂ ଫଳ ଧାରଣ କରିବେ। ସେମିତି ଆମଙ୍କ ସ୍ତ୍ରୀ ମାନେ ମଧ୍ୟ ସେଇ ପ୍ରକାର ସେମାନେ ଫଳବତୀ ହେଇପାରିବେ, ଦ୍ରାକ୍ଷାଲତା ତୁଲ୍ୟ ମାନେ ସେମାନେ ଫଳବତୀ ହେଇପାରିବେ। ଆଉ ସନ୍ତାନ ମାନେ କେମିତି ହେବେ, ମେଜର ଚାରିଆରେ ଜିତ ବୃକ୍ଷର ଚାରା ପରି ହେବେ। ଜିତ ବୃକ୍ଷର ମାନେ ସ୍ପେଶାଲିଟି ହଉଛି ମାନେ ଲଞ୍ଜିଟିଭିଟି, ସେମାନେ ବେଶୀ ଦିନ ସେ ଗଛଟା ବଞ୍ଚି ପାରିବ। ଆଜି ଆମଙ୍କ ମଧ୍ୟରେ ଯେବେ ପ୍ରଭୁଙ୍କର ଭୟ ଯଦି ଅଛି ବୋଲେ, ଆମେ ପ୍ରଭୁ ଆମକୁ ଦୀର୍ଘାୟୁ ଦେବେ, ଆମେ ବେଶୀ ବର୍ଷ ବଞ୍ଚି ପାରିବା। ଆମେ ସନ୍ତାନ ଆମେ ନାତି ପୁତି ବୋଲି ଆମେ ଯୋଉଟା କହୁଛୁ, ଆଜି ଆମେ ସେ ପ୍ରକାର ପ୍ରଭୁ ଆମକୁ କଣ କରିବେ, ଦୀର୍ଘାୟୁ କରିବେ। ଆମଙ୍କର ଆୟୁଷକୁ ଲାଇଫ ସ୍ପାନଟାକୁ ପ୍ରଭୁ କଣ କରିବେ, ଆମକୁ ଷ୍ଟ୍ରେନ୍ଥେନ କରିବେ। ପ୍ରଭୁ ଆମକୁ ହସ୍ତକୃତ ପରିଶ୍ରମର ଫଳ ଭୋଜନ କରିବା ପାଇଁ ଦେବେ। ସ୍ତ୍ରୀ ମାନେ
गुणवती है पर अनेक समय मिनिस्ट्री रे हो कि गोटे सेकुलर जेकोसी फील्ड रे हो आम स्त्री मानकर जदी सपोर्ट जदी नाही ताहेले आमनकर कि माने एवरीथिंग इज एक्चुअली फ्रूटलेस आ स्त्री मानकर जदी सपोर्ट अछि बोले आमे लाइफ रे प्रत्येक विषय हम सक्सेस करबा आ स्त्री माने होछि गोटे माने माने तांकर माने जो रोल ता होछि बहुत माने इम्पोर्टेंट आ से मानकर माने सपोर्ट ता बहुत इम्पोर्टेंट आ से मान से प्रकार फलवती ही पा आ संतान माने आ से प्रकार से माने आशीर्वाद पाइबे बेसी दिन बंची पारबे आमे बाइबल लिखा जाइछि जे माने गोटे को गोटे प्रभु गर्भवती देवता होछि गोटे प्रभु गोटे आशीर्वाद माने फर्टिलिटी प्रभु जो से माने जोटा देवे प्रभु गोटे आशीर्वाद करबे गोटे संतान तार 37 से लिखा जाइछि तार 3 रे देखो संतान सदा प्रभु अधिकार प्रभु दत्त एटा अधिकार प्रभु देवे संतान आउ माने जदि आमे पुरातन नियम रे कॉन्टेक्स्ट जो देखबा पृष्ठभूमि देखबा बोले माने जा करे जदि पुओ माने संतान संतति हेबाटा होछि सेटा गोटे प्रभु गोटे आशीर्वाद आ संतान जदि नथियो बोले से अभिशाप बोली कहउथि आ से प्रकार संतान माने हेबे आ से माने दीर्घ दिन बंची पारबे आ माने आयुष प्रभु बढ़े देबे आउ ता नेक्स्ट विषय होछि भय करवा लोक मानकर सदाप्रभु को भय करवा लोक के एही प्रकार आशीर्वाद प्राप्त हेबे सदाप्रभु सियोन तुमको आशीर्वाद करबे आ जाबो जीवन जेरूशलेम मंगल देखिबे प्रभु विशेष करी जदि आमे प्रभु को जदि भय जदि हमर पाखे देखबा ए प्रकार हम जीवन रे शांति तेणु प्रिय माने तेणु आसु आज हमको जीवन रे आमे समीक्षा करबा होई पारे हमर पाखरे गाड़ी अछि घोड़ा अछि चाकरी अछि आज हमर पाखरे सबु धन संपत्ति अछि माने आमे वेल एस्टैब्लिश फैमिली रू अफ्लुएंट फैमिली रू होई पारे आमे आसी पारो कोनसी विषय अभाव नै किंतु सलमन राजा आ से कहंती जे समस्त विषय असार समस्त विषय किछि नै जगत गोटे विषय होछि तार अर्थ पूर्ण आ एटा होछि सारो कथा आ एटा सुना जायछि प्रभु माने जानती से तांको निकटर अवगत ए विषय जे प्रथम विषय अछि प्रभु को भय करो एवं ताहांकर आज्ञा सबु पालन करो तेणु आसु आमे समस्ते ए विषय को गोटे विषय उना पड़े अछि एटा को आमे डेवलप करबा ख्रिस्टियन मान को जीवन रे भय ता होछि बहुत इम्पोर्टेंट आ हितोपदेश जदि आमे देखबा प्रभु को भय करबा जो माने प्रभु को भय करंती आ समान को प्रभु कौन दियंती ज्ञान दियंती fear of the lord is the beginning of the wisdom when you fear god then the wisdom begins आमे प्रभु को भय करले सेठी कोन हेबो गोटे ज्ञान गोटे बुद्धि आरंभ अनेक समय रे आमे भय एवं सॉरी बुद्धि एवं ज्ञान को माने इंटरचेंजेबली माने यूज करता बुद्धि एवं ज्ञान को जदि आमे तार इंग्लिश को जीवा कि तार ग्रीक रो जो ओरिजिनल भाषा को जो जीवा बोले बुद्धि रो तार ग्रीक शब्द होची सोफिया बुद्धि आउ ज्ञान रो तार ग्रीक शब्द होची नोसिस नॉलेज विजडम इंग्लिश रो विजडम बोले बुद्धि आउ नॉलेज बोले ज्ञान ज्ञान रो अर्थ होची आमे न्यूज पेपर पढ़ला परे स्कूल रे शिक्षक मान को द्वारा बापा माँ ठारू बही ठारू कि अन्य लोक मान को ठारू उपदेश जोटा सब पाई करी आमे जोटा आमे ज्ञान अर्जन करू सेटा को एक्चुअली नॉसिस बा नॉलेज बा ज्ञान बोली कुरबासी किंतु बुद्धि हेउची ऊर्ध्वरु स्वर्गरु एवं सेटा ईश्वरन को ठारू आगत केवल परमेश्वर दियंती ताहले बुद्धि रो तार डेफिनेशन कोन implication of knowledge into practical situation implying knowledge into practical situation ज्ञान को व्यवहारिक जीवन रे प्रयोग करबा ज्ञान को व्यवहारिक जीवन रे आनबाटा होची बुद्धि तेणु आज अनेक लोक माने से मानकर ज्ञान अछि से माने पाठ पढती पीएचडी कला पर से माने के साइको हे जानती आ मेंटली इम्बैलेंस हे जानती काहे कि से मानको पाखे ज्ञान अछि किंतु ऊर्ध्वरु भय नै से मानको ऊर्ध्वरु बुद्धि नै आ ए बुद्धि ते केबे आसबो प्रभु को भय करने आसबो आ प्रभु को जदि आमे भय करबा ताले परमेश्वर आमन को कोन दियंती आमन को बुद्धि दियंती
আমার পাখে কিছু নথিলে বললো চাকরি নথিলে বলে মধ্যে আমার পাখে যদি প্রভুଙ୍କ যদি ভয় ଅଛି আমার পাখে জ্ঞাନ ଥିବ ପ୍ରାକ୍ଟିକାଲ ନଲେଜ ଥିବ আমার ପାଖରେ ବୁଦ୍ଧି ଥିବ ଆଉ ପରମେଶ୍ୱର ସବୁ ବିଷୟକୁ ହ୍ୟାଣ୍ଡେଲ କରି ଆମେ ଚାଲିବା ପାଇଁ ଶାନ୍ତି ପ୍ରଭୁ ଆମକୁ ଦେବେ ତେଣୁ ଆସୁ ଆମେ ସେଇ ପ୍ରଭୁଙ୍କୁ ଆମେ ଭୟ କରିବା ଏବଂ ତାହାଙ୍କୁ ଆଜ୍ଞାକୁ ପାଳନ କରିବା এইটা হচ্ছে মনুষ্যର ପୂର୍ଣ୍ଣ କର୍ତ୍ତବ୍ୟ ପ୍ରଭୁ ଏ ବାକ୍ୟ ଦ୍ୱାରା ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଆମେନ୍। Amen, amen, amen.